ସବୁବେଳେ ସେ କାନ୍ଦୁଥିଲେ ନିଜର ପାପ ଅଧର୍ମ ପାଇଁ ଅନ୍ୟମାନଙ୍କୁ। ସେ ଜଣେ ନିର୍ମଳ ଅକପଟ ଏବଂ ସରଳ ବ୍ୟକ୍ତି ଥିଲେ। ତାପରେ ସେ ଜଣେ ପ୍ରଭୁଙ୍କ ସେବାରେ ଜଣେ ଏପରି ବ୍ୟକ୍ତି ଥିଲେ ଯେ ନିସ୍ୱାର୍ଥପର ସେବକ ସେ ଥିଲେ। ନିସ୍ୱାର୍ଥପର ସେବକ ମାନେ ଆପଣ ମାନେ ଜାଣନ୍ତି ଯେ ମରିଗଲା ପଛେ ମେଡିକାଲ କାହାକୁ ଭିକ୍ଷା ମାଗି ନାହିଁ। ମୁଁ ମେଡିକାଲରେ ଅଛି ବୋଲି କହିଛି ସେ ନା ମତେ ଦାନ ଦିଅ ବୋଲି କାହାକୁ ମାଗି ନାହିଁ। ନିସ୍ୱାର୍ଥପର ଭାବରେ ପରିବାରରେ ତାଙ୍କର ପିଲାମାନେ କଣ ହଉଛନ୍ତି ଘର କଣ ଜଣା ନାହିଁ କିନ୍ତୁ ନିସ୍ୱାର୍ଥପର ଭାବରେ ପ୍ରଭୁଙ୍କ ସେ ସେବା କାର୍ଯ୍ୟ କରୁଥିଲେ। ପୁଣି ସେ ଜଣେ ରିଭାଇଭେଲ ମାଷ୍ଟର ଥିଲେ। ସେ ଠିଆ ହେଇ ତାରେ ଧରିଲେ ରିଭାଇଭେଲ ନ ହେଇକି ରହୁନଥିଲା। ସେ ଜଣେ ରିଭାଇଭେଲ ମାଷ୍ଟର ଥିଲେ। ପୁଣି ଆଉ ଗୋଟେ ଗୁଣ ଥିଲା ସେ ମେଲାପି ଲୋକ ଥିଲେ। ବଡ଼ ସାଣ ପାତ୍ର ଅନ୍ତର ବାଳକ ମହାଶୟ କହୁଥିଲେ ଆମ ସ୍ଥାନୀୟ ମଣ୍ଡଳୀର ବାଳକ ସେ ଯାହା ସହିତ ହେଲେ ମିଶୁଥିଲେ ଏଇ ମାଧ୍ୟମରେ ପ୍ରଭୁଙ୍କର ସେବା କାର୍ଯ୍ୟ ସେ କରୁଥିଲେ। ମିଶୁଥିଲେ ଯେ ମିଶ୍ର ସହଭାଗିତା କରିବ ଅନ୍ୟ ଆଲୋଚନା ତାର ପାଖରେ ନଥିଲା। କେମିତି ଜଣେ ଲୋକ ପାପ କ୍ଷମାର ବୋଧ ପାଇବ ପରିତ୍ରାଣ ପାଇବ ଈଶ୍ୱରଙ୍କ ପାଇଁ ଜୀବନ ଯାପନ କରିବ ଏଇ ଲକ୍ଷ୍ୟରେ ସେ ଲୋକମାନଙ୍କ ସହ ସହଭାଗିତା କରୁଥିଲା। ଏପରି ମୁଁ ତାଙ୍କ ପାଖରେ 8ଟି ଗୁଣ ଦେଖିଛି। ଏପରି ଜଣେ ଉତ୍ତମ ପ୍ରଭୁଙ୍କ ପାଇଁ ସେବକ ପ୍ରଚାରକ ଭାଇମାନଙ୍କ ମଧ୍ୟରୁ ଆଜି ସେ ଚାଲିଛନ୍ତି। ତାଙ୍କ ପାଇଁ ଆମେ ବି ଦୁଃଖ ପ୍ରକାଶ କରୁଛୁ। ଯେତେବେଳେ ଛେଳିଗଡ଼ ମଣ୍ଡଳୀରେ 3 ଦିନ 5 ଦିନ ମିଟିଂ ହେବ, ଛେଳିଗଡ଼ରେ ଯୋଉ ମିଟିଂ ହେବ ପ୍ରାୟ ଆଦିବାସୀ ଭାଇମାନେ ଆସୁଛନ୍ତି ଆମମାନଙ୍କର ବାହାରେ ସେଠି ବସିଛନ୍ତି। ପୁଣି କୁଇ ସମ୍ମିଳନୀରେ ଯେତେ ଲୋକମାନେ ଅଛନ୍ତି ଗାଁ ଗାଁକୁ ଯାଇ ସପ୍ତାହ 15 ଦିନ ଲାଗି ରହିବ ଖାଇବାକୁ ମିଳୁ ବା ନ ମିଳୁ ରହି ସେବା କାର୍ଯ୍ୟ କରି କୁଇ ସମ୍ମିଳନୀରେ ପରିତ୍ରାଣ କାର୍ଯ୍ୟ 16 ସମ୍ମିଳନୀରେ ପରିତ୍ରାଣ କାର୍ଯ୍ୟ। ଯେତେ ଲୋକମାନେ ଛେଳିଗଡ଼କୁ ଆସିବେ ସେମାନେ 16 ଲୋକମାନେ ପ୍ରାର୍ଥନା ବୁଝୁନଥିବ କେମିତି ପ୍ରାର୍ଥନା କରିବାର ଶିଖଉଥିଲେ। ଆମେ ରାଗୁଥିବୁ। ତା ପାଖରେ ଆଉ ଗୋଟେ ଗୁଣ ଥିଲା କଣ ପ୍ରାୟ ରାତିରେ ସେ ଶୋଇବ ନାହିଁ। ବାଇବେଲ ପଢୁଥିବ ପ୍ରାର୍ଥନା କରୁଥିବ ଆଉ ସକାଳେ ପ୍ରାର୍ଥନା ପ୍ରଚାର କଲେ ଅନେକ ଲୋକ ପ୍ରଭୁଙ୍କୁ ଜାଣୁଥିଲେ। ଏପରି ଏମିତି କେତୋଟି ଗୁଣ ତାଙ୍କ ପାଖରେ ଥିଲା। ପ୍ରାୟ 8ଟି ଗୁଣ। ସେ ଜଣେ ପ୍ରାର୍ଥନାର ଯୋଦ୍ଧା ଥିଲେ। ପ୍ରଭୁ ତାଙ୍କୁ ପିତରଙ୍କର ଦାନ ଦେଇଥିଲେ। ପ୍ରଭୁ ତାଙ୍କ ପାଖରେ ଯୋଉ ଗୁଣ ସବୁ ଦେଇଥିଲେ ଏ ଗୁଣ ଦ୍ୱାରା ସେ ପ୍ରଭୁ ସେବା କାର୍ଯ୍ୟ କରି ଆଜି ଅନେକଙ୍କର ଆତ୍ମା ଲାଭ କରି ଆସି ଜଗତ ସେ ଆମମାନଙ୍କ ମଧ୍ୟରେ ଯାଇଛନ୍ତି। ପ୍ରଭୁ ନିଶ୍ଚିତ ଭାବରେ ତାଙ୍କୁ ଗ୍ରହଣ କରିଛନ୍ତି କିନ୍ତୁ ତାଙ୍କ ଦୁଃଖିତ ପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏ ଦିନହୀନ ପ୍ରଚାରକ ମାନଙ୍କ ପାଇଁ ମଧ୍ୟ ସମ୍ମିଳନୀ ସମସ୍ତ କରୁଥିବାରୁ ସମ୍ମିଳନୀ ମଧ୍ୟରେ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ଧନ୍ୟବାଦ। ପ୍ରାର୍ଥନା ପାଇଁ ତାଙ୍କର ଯୋଉ ଗୋଟେ କଥା କହିବି ଆମ ଗାଁର ସେ ପ୍ରାୟ ଅନେକ ସମୟରେ ଗୋଟେ ଗୋଟେ ଜାଗାରେ କେତେକ ଲୋକଙ୍କୁ ଧରି ପ୍ରାର୍ଥନା କରନ୍ତି। କେତେକ ମା ମାନେ ପରିତ୍ର ପାଇଲା ପରେ ପ୍ରାର୍ଥନାକୁ ଯାଆନ୍ତି। ରାତି 1-12 ପର୍ଯ୍ୟନ୍ତ ସେ ପ୍ରାର୍ଥନା କରନ୍ତି। ତା ଭିତରୁ ଆମ ଗାଁର ଗୋଟେ ଘଟଣା କହିବି ଯେ କେତେଟା ମା ପ୍ରାର୍ଥନାକୁ ଯାଉଥିଲେ ଜଣେ ଲୋକ କହିଲା ତ ଏଇ ପ୍ରାର୍ଥନାକୁ ଯିବାକୁ ହବ ନାହିଁ। ସେ କହିଲା ତୁ ମାରିଲେ ମାର ସାରା ମୁଁ ପ୍ରାର୍ଥନାକୁ ଯିବି। ଆଉ ସେ ପ୍ରାର୍ଥନାକୁ ଯାଇଥିବାରୁ ଗୋଟେ ଡ୍ରାମା କାଢି ଆମ ମାଥ୍ୟୁ ବର୍ଦ୍ଧନ ପ୍ରଚାରକ ଭେଟିକି ଠିଆ ହେବେ। ତୁ କହିଲେ ଯାଉଛୁ ବୋଲି ଏମିତି କରି ପ୍ରାର୍ଥନାକୁ ନେଉଛୁ ବୋଲି ତାଙ୍କୁ ସେ ଗୋଟେ ବକ୍ସିଂ କରିଛନ୍ତି। ତାଙ୍କର ସେ ମାରବା ବକ୍ସିଂରେ ଆଜି ସେ ଗୋଟେ ପ୍ରଚାରକ ହେଇପାରିଛନ୍ତି। ପ୍ରାର୍ଥନାରେ ସେ ଜଣେ ଯୋଦ୍ଧା ଥିଲେ। ଦ୍ୱିତୀୟରେ ତାଙ୍କ ପାଖରେ 3ଟା ଦାନ ଥିଲା। ସେ ଗୀତ ଗାଉଥିଲେ ପୁଣି ବାଜା ବଜାଉଥିଲେ ପୁଣି ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଥିଲେ। ଆମକୁ 3 ଲୋକ ଯୋଉଟା କରିବାକୁ ପଡିବ ସେ ଜଣେ ଲୋକ କରୁଥିଲା। ପ୍ରଭୁ ତାଙ୍କୁ 3ଟି ଦାନ ଦେଇଥିଲେ। ପୁଣି ତାଙ୍କୁ ପ୍ରଭୁ ଆଉ ଗୋଟେ ଦାନ ଦେଇଥିଲେ ଯେ ପିତରଙ୍କର ଦାନ ଦେଇଥିଲେ। ସେ ଯେତେବେଳେ ପ୍ରଚାର କରନ୍ତି କେହି ହେଲେ ଜଣେ ପରିତ୍ରାଣ ନ ପାଇକି ରହିବେ ନାହିଁ। ତାଙ୍କର ଲକ୍ଷ୍ୟ ଥିଲା ଜଣେ ଲୋକ ପରିତ୍ରାଣ ପାଆନ୍ତୁ। ତାଙ୍କ ପ୍ରଚାରରେ ପରିତ୍ରାଣ ପାଇବେ ହିଁ ପାଇବେ। ପ୍ରଭୁ ତାଙ୍କୁ ଆଉ ଗୋଟେ ଦାନ ଦେଇଥିଲେ। ତିମିୟଙ୍କର ହୃଦୟ ପ୍ରଭୁ ତାଙ୍କୁ ଦେଇଥିଲେ।
ସେ କଥା କହୁଥିଲେ କାନ୍ଦୁଥିଲେ ସେ କାନ୍ଦୁଥିଲେ ଅନ୍ୟମାନଙ୍କୁ କନ୍ଧଉଥିଲେ ପ୍ରଭୁ ତାଙ୍କୁ ଜିରିମି ଅଙ୍ଗର ଦାନ ଦେଇଥିଲେ ତାପରେ ଆଉ ତାଙ୍କ ପାଖରେ କଣ ଗୁଣ ଥିଲା ସେ ଜଣେ ନିର୍ମଳ ସରଳ ଏବଂ ସେ ଜଣେ